ସେମିତି ଆପଣମାନେ ମୋତେ ଭଲ ପାଇବା ଦେଲେ, ଆଦର ଆଉ ସ୍ନେହ ଦେଲେ। ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଆଶୀର୍ବାଦରୁ ମୁଁ ମୋ ଚରିତ୍ରକୁ ଠିକ ରଖିପାରିଛି। ଆଉ ବିଶେଷ କରି ଏଇ ଘଟଣାରେ ମୁଁ ଶାନ୍ତ ରହିଥିଲି ଆଉ ପୁରା ଘଟଣା ଚକ୍ରରେ ମୋ ଆଡୁ କୌଣସି ଭୁଲ କରିନି। କିନ୍ତୁ ଆଜିକାଲି ବିଶ୍ୱାସ ନାହିଁ। ଆଜିକୁ 24 ତାରିଖରୁ ଆଜି 27 ତାରିଖ ହେଇଗଲା, ପୋଲିସ ପ୍ରଶାସନ ଏମାନଙ୍କର କୌଣସି ରେସ୍ପଣ୍ଡ ନାହିଁ। ଏଫଆଇଆର ଲଜ୍ ହେଇଛି ସତ, ପୋଲିସର ହାବଭାବ ଏମିତି ଯେ ମୁଁ କେବେ ନେଗେଟିଭ କରି କହିବାକୁ ଚାହେଁନି, କାହିଁକି ନା ଆମକୁ ସେଇମାନେ ହିଁ ସୁରକ୍ଷା ଦଉଛନ୍ତି। ସମସ୍ତେ ତ ଖରାପ ନୁହନ୍ତି। କିନ୍ତୁ ସେଇଠି ହାଇଟେକ୍ ମେଡିକାଲରେ ଏଇ ଝାମେଲା ପରେ ତାଙ୍କର ପିସିଆର ଷ୍ଟାଫ ମାନେ ଗଲେ, ଆଉ ସେମାନେ ମତେ ତାଙ୍କର ଜଣେ ହାବିଲଦାର ମତେ ଏମିତି ଗାଳି କଲେ ଯେମିତି ମୁଁ କ୍ରାଇମ କରିଛି ଆଉ ମୁଁ କ୍ରିମିନାଲଟେ। ମୁଁ ତାଙ୍କୁ ଟିକେ ଉଚ୍ଚ ଆବାଜରେ କହିଲି, ମୁଁ କହିଲି ଆରେ ଭାଇ ମତେ କାହିଁ ଗାଳି କରୁଛ? ତାଙ୍କ ସାମ୍ନାରେ ମୋ ଫୋନ ଛଡେଇକି ପୁଣି ଥରେ ସେଠୁ ମତେ ଗୋଟେ କ୍ରିମିନାଲ ଭଳିଆ ତାଙ୍କ ଜିପରେ ବସେଇକି ଆଣିଲେ। ମୁଁ କହିଲି ମୋର ରହିଗଲା କାରଟା ସେପଟେ, ନା ପରେ ଆସିକି ନେଇଯିବ। ପରେ ଭିଣେଇ ଯାଇକି ମତେ ବାଇକରେ ବସେଇକି ଆଣିଲେ। ଆଉ ମୋ ମୋବାଇଲ ଦିଟା ଯାକ ସେମାନେ ହାବିଲଦାର ଯୋଉ ହାବିଲଦାର ଭାଇ ମତେ ରାଗିଲେ, ତ ସିଏ ଫୋନ ଦିଟା ଯାକ ମୋର ନେଇକି ଆସିଲେ। ଜିପ୍ରେ ଗୋଟେ ପଟେ ହାଇଟେକ୍ ର ସିକ୍ୟୁରିଟି, ଗୋଟେ ପଟେ ପୋଲିସ, ପଛପଟେ ଲେଡିଜ ପୋଲିସ। ତ ଏମାନେ ସବୁ ମତେ ନେଇକି ଆସିଲେ। ଆଇଆଇସି କୁ ମୋ ଫୋନ ଦେଲେ। ତାପରେ ଆଇଆଇସି, ମୁଁ ଭାବିଲି କଣ କି ଆଇଆଇସି ଙ୍କ ପାଖକୁ ଆସିଲି, ୟଙ୍ଗ ଆଇଆଇସି ମିଷ୍ଟର ସାହା, ପୁରା ନାଁଟା ମନେ ପଡୁନି। ତ ଆମେ କଣ ଯେହେତୁ ମାନେ ଯୋଉମାନେ ୟଙ୍ଗ ଆଉ ଡାଇନାମିକ ପୋଜିସନରେ ସବୁ ଅଛନ୍ତି, ଆମେ ତାଙ୍କୁ ରେସ୍ପେକ୍ଟ କରୁ, କାହିଁକିନା ବଡ ବଡ ଦାୟିତ୍ୱରେ ଅଛନ୍ତି। ଆଉ ସମାଜକୁ ସୁରକ୍ଷା ସେଇମାନେ ହିଁ ତ ଦଉଛନ୍ତି ନା। ତ ମୁଁ କହିଲି ମୁଁ ଏକ୍ସଷ୍ଟେଡ ଥାଏ, ମାନେ ହାରାସମେଣ୍ଟ ଆଉ ଏଇ ସବୁ ଝାମେଲା ଭିତରେ ଆପଣଙ୍କୁ ଲାଗିବ ନା। ମୁଁ ଟିକେ ବସିଯାଏ। ମୁଁ କହିଲି ସାର୍ ଟିକେ ବସିବି ନା ନାଇଁ, ମତେ କିଛି ଲାଗିଲାନି। ଆକ୍ଚୁଆଲି ମୁଁ ଭାବିଲି ଯେ ନାଇଁ ଠିକ ଅଛି, ତାଙ୍କ ପୋଜିସନ ତାଙ୍କର ଇଏ ପାଇଁ ସେ କହିଦେଇ ପାରିବେ। ତ ସିଏ କଣ ଭାବିଥିବେ ଘଟଣା, ସେ ତ ତାଙ୍କ ଆଖି ଆଗରେ ଘଟିନି, ତାଙ୍କୁ କଣ ଫିଡବ୍ୟାକ ଦିଆହେଇଥିବ। ମୁଁ ଠିଆ ହେଲି 15-20 ମିନିଟ। କିନ୍ତୁ ତାପରେ ଯେତେବେଳେ ତା ପରଦିନ କିଛି ମିଡିଆ ଆସିଥିଲେ, ବାଇଟ ଯୋଉଟା ନଉଥିଲେ ଆପଣମାନେ ଦେଖିଛନ୍ତି। ସେ ମିଡିଆ ବାଇଟ ପରେ ପରେ ଯିଏ ଆଇଓ ଅଛନ୍ତି, ଇନଭେଷ୍ଟିଗେଟିଂ ଅଫିସର, ଏଏସଆଇ, ତାଙ୍କ ନାଁଟା ବି ମନେ ପଡୁନି, ଜଣେ ଏଏସଆଇ, ସିଏ ମତେ ପୁରା ଭିତରକୁ ନେଇକି ସେ ମଞ୍ଚେଶ୍ୱର ଥାନାରେ ଗୋଟେ କଣ ରୁମରେ ବସେଇକିରି ମତେ କହୁଛନ୍ତି ଏବେ ଦିଟା ୟୁଡି କରିକି ଆସିଲି। ମୁଁ କହିଲି ୟୁଡି ମାନେ? ନା ଅନଆଇଡେଣ୍ଟିଫାଏଡ ଡେଡ ବଡି। ମୁଁ କହିଲି ହଁ, କଣ ମାନେ କରିକି ଆସିଲେ ମାନେ? ନା କରିକି ଆସିଲେ। ମୁଁ କହିଲି ହଁ ଠିକ ଅଛି। ତାପରେ କହିଲେ ଆପଣ ଯୋଉ କେସଟା ବୁଝୁନାହାନ୍ତି କି, ଏଇଟାରେ ଆକ୍ଚୁଆଲି କେହି ଡକୁମେଣ୍ଟ ଦଉନାହାନ୍ତି କୌଣସି ହସ୍ପିଟାଲ। ମୁଁ କହିଲି ଯଦି ଦଉନାହାନ୍ତି ସେଟା ଭୁଲ ନା ଆଜ୍ଞା। ନା ମୋର ପରା ଆଜ୍ଞା ରିଲେଟିଭ ପଢୁଥିଲେ, ସେ ଦଉନାହାନ୍ତି କେହି ଡକୁମେଣ୍ଟ। ଆଉ ଜଣେ ପୋଲିସ ବି ପାଳି ଧରିଲେ, ନାଇଁ ଆଜ୍ଞା କେହି ଡକୁମେଣ୍ଟ ଦଉନାହାନ୍ତି। ତାମାନେ ସେମାନେ କହିବାକୁ ଚାହୁଁଛନ୍ତି ଯେ ଆପଣ ତ ଭୁଲ, ଆପଣ ଜାଣିନାହାନ୍ତି ନିୟମ କାନୁନ, ଆପଣ ଯାଇ ପଚାରୁଛନ୍ତି। ତ ମୋର କହିବା କଥା, ଆମେ ଟ୍ୟାକ୍ସ ପେୟର, ଆମେ ହଉଛୁ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶର ନାଗରିକ। ଆମର ଅଧିକାର ସୀମିତ କରିବାରେ ଆମରି ରକ୍ଷକ ମାନେ ଯାହା ପକେଟରେ ଆମ ଟ୍ୟାକ୍ସ ପଇସାରୁ ଦରମା ପଶେ, ସେଇମାନେ ବିରୋଧ କରୁଛନ୍ତି। ୟାର ବିଚାର ଆପଣମାନେ କରିବେ। ଆଉ ମେନ୍ ଷ୍ଟ୍ରିମ୍ ମିଡିଆ ସହିତ ମୁଁ ପର୍ସନାଲି କାମ କରେ। ଆମର ଛୋଟିଆ ବିଜନେସଟା ହେଲେ ବି ମେନ୍ ଷ୍ଟ୍ରିମ୍ ମିଡିଆ ସହିତ ହୁଏ। ଆପଣଙ୍କୁ ଦେଖଉଛି ଗୋଟେ ସେକେଣ୍ଡ, ଟିକେ ଭିଡିଓଟା ଲମ୍ବା ହବ ମୁଁ ଜାଣିନି। ଆମର ଇନଷ୍ଟାଗ୍ରାମର କେତେ ଲେନ୍ଥର ଭିଡିଓ ଯାଏ। ଏଇ ସବୁ ଦେଖନ୍ତୁ, ଇଏ ତ ଫିଲ୍ମ ଲାଇନର, ଇଏ ହଉଛି ସବୁ ଟ୍ରଫି ଯୋଉଟା ଆମେ ପାଇଛୁ ଭଲ କାମ କରି ମିଡିଆ ମାନଙ୍କଠୁ। ଏଠିକି ଅଛି ଦେଖନ୍ତୁ। କିନ୍ତୁ କାଲି ଜଣେ ମିଡିଆ ଭାଇଙ୍କ ସହିତ କଥା ହଉଥିଲି, ସିଏ ବେଶ ତାଙ୍କର ପେମେଣ୍ଟ ରିଲେଟେଡ ସବୁ ଡିସ୍କସନ କଲେ। ତାଙ୍କୁ ଭୟ ଥିବ ନା, ରାଜଦୀପର କଣ ଏମିତି ଝାମେଲା ହେଲାଣି, ପଇସା ପତ୍ର ଦେଇପାରିବ କି ନାହିଁ। ଆମର ପଇସା ପତ୍ର ମ୍ୟାଟରରେ ଆମେ ଏକଦମ କ୍ଲାରିଟି ମେଣ୍ଟେନ କରି ଆସିଛୁ।
ପଇସା ପତ୍ର ବିଷୟରେ କଥା ହେଲେ ତାପରେ ମୁଁ ଏମିତି ଥଟାରେ ପଚାରିଲି, ମୁଁ କହିଲି ଭାଇ କଣ ଆଉ କିଛି ଶୁଣି ନାହାନ୍ତି ନା? ନାଇଁ କଣ ହେଇଛି ଭାଇ, ମୁଁ ଜାଣିନି, ଆକ୍ଚୁଆଲି ଜାଣିନି। ତ ମୁଁ ତାଙ୍କୁ 5-10 ସେକେଣ୍ଡ ଟିକେ ବ୍ରିଫ୍ କରିଦେଲି ଅଲଗାରେ। ମୁଁ କହିଲି ଭାଇ ଠିକ ଅଛି, ଥ୍ୟାଙ୍କ ୟୁ। ତ ତାଙ୍କ ଚେକ୍ ଏବେ ଲେଖୁଥିଲି, ଏଠି ସବୁ ଚେକ୍ ଥୁଆ ହେଇଛି। ତ ଦୁନିଆ ପ୍ରତି ମୋର ଦୃଷ୍ଟିଭଙ୍ଗୀ ଅଲଗା, ଦୁନିଆକୁ ମୁଁ ଅଲଗା ଦୃଷ୍ଟିରେ ଦେଖେ, ସେଇଥିପାଇଁ ଫିଲ୍ମ ଲାଇନ୍ ଛାଡ଼ିଥିଲି। ଆଉ ଇଏ ସବୁ ବି ସେଇ ଦୃଷ୍ଟିଭଙ୍ଗୀକୁ ଆହୁରି ମଜବୁତ କରିବ, ମତେ ମଜବୁତ କରିବ। ମୁଁ ଯୋଉଠିକି ଯିବାକୁ ଚାହୁଁଛି ସେଠିକି ଯିବାରେ ସାହାଯ୍ୟ ବି କରିବ। ଆପଣମାନଙ୍କର ଏଇ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଭାବୁଛି ଆଗକୁ ଏଇ ଯୋଉ ଆପଣମାନଙ୍କର ଏନର୍ଜି ଏକାଠି ହେଇଛି ତାକୁ ନଷ୍ଟ ନ କରି କିଛି ଗୋଟେ ଗଠନମୂଳକ କାମ କରିବା, ଆଉ ରାଜ୍ୟ ପାଇଁ କିଛି ଗୋଟେ ଭଲ କରିବା, ବିନା ରାଜନୈତିକ ଉଦ୍ଦେଶ୍ୟରେ ଆମର ଏନର୍ଜିଟାକୁ ଲଗେଇ ପାରିବା। ମୋର ନଲେଜ କମ ଅଛି, ମୁଁ ଏଇ ଭିଡିଓ ମାଧ୍ୟମରେ ଅନୁରୋଧ କରିବି, ଯଦି କେହି ଲିଗାଲ ନଲେଜ ଥିବା ଲୋକ କି ସଂଗଠନ କରି ଜାଣିଥିବା ଲୋକ, ରାଜନୈତିକ ବ୍ୟକ୍ତିଙ୍କୁ ଛାଡିକିରି ଯଦି କେହି ଅଛନ୍ତି, ମତେ କହିଲେ ଆମେ ସେସବୁ କରିପାରିବା। ଆଗ ମୋର ଏଇ ଝାମେଲାଟା ତୁଟି ଯାଉ, ଲିଗାଲି ଆମେ ତ ଏକାଠି ହଉଛେ, କିନ୍ତୁ ଲିଗାଲି ତୁଟି ଯାଉ, ତାପରେ ଆମେ ପୁଣି ମିଶିବା। ଧନ୍ୟବାଦ, ନମସ୍କାର।